ଆଜିକାଲି ଯେଉଁ କଥା ହାଇଲାଇଟ୍ ଭାଇରାଲ ହେଇଛି ସରପଞ୍ଚ ଚାମେଲି ଓଝା, ସେ ଦିନେ ଏ ବିଜେପି ନେତା ମାନଙ୍କର ଅତି ପ୍ରିୟ ଥିଲା। କଣ ପାଇଁ ସେ ବିଜେପି ନେତା ମାନଙ୍କ ଠାରୁ ଆଜି ଦୂରେଇ ଯାଇ ଏବଂ ଆଜି କୋର୍ଟର ଦ୍ୱାରସ୍ଥ ହୋଇ ମୁମୂର୍ଷୁ ଅବସ୍ଥାରେ ନିଜ ଜୀବନ ସହିତ ଲଢୁଛି। ଜୟ ଜଗନ୍ନାଥ। ସେହି ଚାମେଲି ଓଝା ଦିନ ରାତି ଏକ କରିଦେଇଥିଲା ନିର୍ବାଚନ ସମୟରେ ବିଧାୟକଙ୍କ ପାଇଁ। କଣ ଏମିତି ଘଟିଲା ଯେ ଏଇ 2 ବର୍ଷ ଭିତରେ ସେଇ ଚାମେଲି ଓଝା ଅଣ୍ଟି ଚୋରି ତଣ୍ଟି କାଟିଲା ଭଳି ବିଡିଓଙ୍କ ସଂସ୍ପର୍ଶରେ ଆସି ବିଡିଓଙ୍କ ଦ୍ୱାରସ୍ଥ ହୋଇ ଆଜି ମୁମୂର୍ଷୁ ଅବସ୍ଥାରେ ଭାଇରାଲ ହେଉଛି। କଣ ପାଇଁ ସରପଞ୍ଚ ଚାମେଲି ଓଝାଙ୍କର ବ୍ୟକ୍ତିଗତ କାର୍ଯ୍ୟ ହେଉ କିମ୍ବା ସରକାରୀ କାର୍ଯ୍ୟ ହେଉ ତାଙ୍କ ବିଲକୁ ବନ୍ଦ କରିଛନ୍ତି। ଏ ବିଲ୍ ବନ୍ଦ ହେବା ଫଳରେ ଚାମେଲି ଓଝା ତତ୍ପରତା ସହିତ ବିଡିଓଙ୍କ ସହିତ ନାଲି ଆଖି ଦେଖାଇବା ଫଳରେ ବର୍ତ୍ତମାନ ସେ କୋର୍ଟର ଦ୍ୱାର। କଣ ପାଇଁ ସରପଞ୍ଚ ଚାମେଲି ଓଝାଙ୍କର ବ୍ୟକ୍ତିଗତ କାର୍ଯ୍ୟ ହେଉ କିମ୍ବା ସରକାରୀ କାର୍ଯ୍ୟ ହେଉ ତାଙ୍କ ବିଲକୁ ବନ୍ଦ କରିଛନ୍ତି। ଏ ବିଲ୍ ବନ୍ଦ ହେବା ଫଳରେ ଚାମେଲି ଓଝା ତତ୍ପରତା ସହିତ ବିଡିଓଙ୍କ ସହିତ ନାଲି ଆଖି ଦେଖାଇବା ଫଳରେ ବର୍ତ୍ତମାନ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟିକିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ତାଙ୍କ ମୋବାଇଲରେ ଏମିତି କଣ ଅଛି ଯେ ଯେଭଳି ଭାବରେ ଥାନାର ଫୁଟେଜକୁ ସାର୍ବଜନୀନ କରାଗଲା, ସେ ହଟଚମଟ ଲାଗିଛି ତାଙ୍କ ଥାନା ମୋବାଇଲରେ କଣ ଅଛି। ସେ ମୋବାଇଲକୁ ଏପର୍ଯ୍ୟନ୍ତ ସାର୍ବଜନୀନ କାହିଁକି କରାଯାଇ ନାହିଁ? ପୋଲିସ କାହିଁକି ତାଙ୍କ ମୋବାଇଲକୁ ତାଙ୍କୁ ଦଉନାହିଁ? ମୋବାଇଲରେ କଣ ହଟଚମଟ ଜିନିଷ ରଖିଛନ୍ତି ଯେ ସବୁ ତାଙ୍କ ତଥ୍ୟ ଧରାଯିବ ବୋଲି ସେ ତାକୁ ସାର୍ବଜନୀନ କରୁନାହାନ୍ତି। କିନ୍ତୁ ଓଟିଭିରେ ଥାନାର ସିସି କ୍ୟାମେରାକୁ 24 ଘଣ୍ଟା ଭିତରେ ସାର୍ବଜନୀନ କରାଗଲା। କିନ୍ତୁ ଚାମେଲି ଓଝାଙ୍କର କ୍ୟାମେରାକୁ କଣ ପାଇଁ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାନାହିଁ? ଏହା 4 ଦିନ ଘଟଣା ହେଲାଣି ଏବଂ ସାରା ଓଡ଼ିଶା ବର୍ତ୍ତମାନ ଚହଳ ପଡିଛି ଚାମେଲି ଓଝାଙ୍କ କ୍ୟାମେରାରେ କଣ ସବୁ ଅଛି। ଅରିନ୍ଦମ ରାୟ ବିଡିଓଙ୍କୁ ଧମକେଇଥିବାରୁ ତାଙ୍କ ପ୍ରତି କୌଣସି ଆକ୍ସନ ନିଆଗଲା ନାହିଁ। ଇତିମଧ୍ୟରେ ସେଇ ଚାମେଲି ଓଝା ଯେ ଜଣେ ସରପଞ୍ଚ, ତାଙ୍କର ପ୍ରଶାସନିକ ଅଧିକାରୀ, ତାଙ୍କର କର୍ତ୍ତବ୍ୟ ଅଛି ନେତା ଲୋକମାନଙ୍କ ସ୍ୱର ଉଠାଇବା ପାଇଁ, ସେମାନେ ହକଦାର। ସେମାନେ କଣ ଏମିତି କହିଲେ ଯେ ତାଙ୍କୁ ବର୍ତ୍ତମାନ ମହାକାଳପଡ଼ା ପୋଲିସ ଉଠାଇ ନେଇ କୁଠାରଘାତ କରିଛି, ତାଙ୍କ ମୋବାଇଲ ଛଡାଇ ନେଇଛି ଏବଂ ବର୍ତ୍ତମାନ ତାଙ୍କୁ ନେଇକି କୋର୍ଟ ଫରୱାର୍ଡ କରିଛି ଏବଂ ତାଙ୍କ କାନରେ କିଛି ରକ୍ତ ବାହାରିଲା ସମୟରେ ବି ମଧ୍ୟ ତାଙ୍କୁ ତ୍ରାହି ତ୍ରାହି କରିବାକୁ ଦଉନାହାନ୍ତି। ଅରିନ୍ଦମ ରାୟ ବିଡିଓଙ୍କୁ ଧମକେଇଥିବାରୁ ତାଙ୍କ ପ୍ରତି କୌଣସି ଆକ୍ସନ ନିଆଗଲା ନାହିଁ। ଇତିମଧ୍ୟରେ ସେଇ ଚାମେଲି ଓଝା ଯେ ଜଣେ ସରପଞ୍ଚ, ତାଙ୍କର ପ୍ରଶାସନିକ ଅଧିକାରୀ, ତାଙ୍କର କର୍ତ୍ତବ୍ୟ ଅଛି ନେତା ଲୋକମାନଙ୍କ ସ୍ୱର ଉଠାଇବା ପାଇଁ, ସେମାନେ ହକଦାର। ସେମାନେ କଣ ଏମିତି କହିଲେ ଯେ ତାଙ୍କୁ ବର୍ତ୍ତମାନ ମହାକାଳପଡ଼ା ପୋଲିସ ଉଠାଇ ନେଇ କୁଠାରଘାତ କରିଛି, ତାଙ୍କ ମୋବାଇଲ ଛଡାଇ ନେଇଛି ଏବଂ ବର୍ତ୍ତମାନ ତାଙ୍କୁ ନେଇକି କୋର୍ଟ ଫରୱାର୍ଡ କରିଛି ଏବଂ ତାଙ୍କ କାନରେ କିଛି ରକ୍ତ ବାହାରିଲା ସମୟରେ ବି ମଧ୍ୟ ତାଙ୍କୁ ତ୍ରାହି ତ୍ରାହି କରିବାକୁ ଦଉନାହାନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଚାମେଲି ଓଝା ଯେଉଁ 7 ଜଣଙ୍କ ନାଁରେ ଏଫଆଇଆର ଦେଇଥିଲା ସେମାନେ ଏପର୍ଯ୍ୟନ୍ତ ଆରେଷ୍ଟ ହେଉନାହାନ୍ତି କାହିଁକି? ଏଥିପାଇଁ ଦାୟୀ କିଏ? ପ୍ରଶାସନ ନା ପୋଲିସ? ଓଝାଙ୍କ ବାପା ବର୍ତ୍ତମାନ ପୋଲିସ ଆଗରେ କହୁଛନ୍ତି ଯେ ମୋ ଝିଅର ଦୋଷ କଣ ଅଛି ଯେ ମୋ ଝିଅ ଯଦି ମୋବାଇଲରେ ରେକର୍ଡିଂ କରିଛି ତା ମୋବାଇଲ କି କାହିଁକି ଆପଣ ଛଡେଇ ନେଇଛନ୍ତି? ଏ ମୋବାଇଲରେ କଣ ଅଛି ତାକୁ ଆପଣ ସାର୍ବଜନୀନ କରନ୍ତୁ, ପ୍ରଶାସନକୁ ଦେଖାନ୍ତୁ ଏବଂ ସିସି କ୍ୟାମେରାକୁ ଯେମିତି ଦେଖେଇଲେ ମହାକାଳପଡ଼ା ପୋଲିସ ଭିଡିଓ ତାଙ୍କ ସିସି କ୍ୟାମେରା ଦେଖେଇଲେ, ସେଠି ତ ଚାମେଲି ଓଝା କାହା ହାତ କାମୁଡୁ ନାହାନ୍ତି, କିଛି କରୁନାହାନ୍ତି। ତାହେଲେ ଚାମେଲି ଓଝାଙ୍କ ମୋବାଇଲରେ କଣ ସବୁ ଗୁପ୍ତ ଖବର ରହସ୍ୟ ରହିଛି ଯାହାକି ତାକୁ ସାର୍ବଜନୀନ କରିବା ପାଇଁ ବର୍ତ୍ତମାନ ମହାକାଳପଡ଼ା ପୋଲିସ ଥଙ୍ଗମଙ୍ଗ ହେଉଛି ଏବଂ ତାକୁ ନିଜର ଅଯୋଧ୍ୟାକୁ ଲୁଚାଇବା ପାଇଁ ଏଭଳି ପ୍ରୟାସ କରୁଛି। ସାର୍ବଜନୀନ ନ କରିପାରିଲେ ସର୍ବସମ୍ମୁଖରେ ଜଣା ଯାଉଛି ଯେ ସେ ମୋବାଇଲରେ ଏମିତି କଣ ରହସ୍ୟ ଅଛି, ସେ ରହସ୍ୟ ପଦାକୁ ଆସିଲେ ବର୍ତ୍ତମାନ ସରକାର ଅଡୁଆରେ ପଡିବେ ଏବଂ ବିଧାୟକ ମଧ୍ୟ ଅଡୁଆରେ ପଡିବେ ଏବଂ ବିଡିଓ ଏବଂ ଏସପି ଓ ଥାନା ଅଧିକାରୀଙ୍କ ଗୁପ୍ତ ଖବର ସବୁ ପଦାରେ ପଡିଯିବ, ସେମାନେ ଆଗକୁ ଚାଲିପାରିବେ ନାହିଁ।
ଫ୍ୟାମିଲି ଓଝାଙ୍କର ବର୍ତ୍ତମାନ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ବାପା କହୁଛନ୍ତି ଯାହା ହଉ ମୋ ଝିଅକୁ ବଞ୍ଚାଇ ଦିଅ, କିନ୍ତୁ ଆଡେ ଅନ୍ୟ ତାଙ୍କ ତାଙ୍କ ସପକ୍ଷରେ ଥିବା ଲୋକମାନେ କହୁଛନ୍ତି ଯଦି ଚାମେଲି ଓଝା ଭିଡିଓ କରିଥିଲେ ତାଙ୍କ ଭିଡିଓକୁ ଏପର୍ଯ୍ୟନ୍ତ କାହିଁକି ଲୋକଲୋଚନକୁ ଆଣିପାରୁନାହାନ୍ତି ପ୍ରଶାସନ, ପୋଲିସ, ବିଡିଓ, ତହସିଲଦାର ଏବଂ ସବ ରେଜିଷ୍ଟ୍ରାର ଅଫିସର। ତେଣୁ ଏ ବିଷୟରେ କହିବାର ତାତ୍ପର୍ଯ୍ୟ ହେଉଛି ଯେ ସେ ମୋବାଇଲରେ କଣ ରହସ୍ୟ ଅଛି ଯାହା ଫଳରେ କି ତାହାକୁ ସାର୍ବଜନୀନ କରିବା ପାଇଁ ଏସପି, ପୋଲିସ, ବିଡିଓ, ତହସିଲଦାର ସମସ୍ତେ ଅକ୍ଷମ ଅଛନ୍ତି।